ଛାଡ଼ି ଏ ଦୟା ତୁ ଜାଣିଛୁ ନା ମୁଁ କାଲି ସ୍ୱପ୍ନ ଦେଖିଛି ମୁଁ ବିନା ଆଶା ବାଡ଼ିରେ ଠିଆ ହଉଛି ବୁଝିପାରୁନି ମୁଁ ନା ତମେ ସେଟା କହୁଛ ଯାହା ହେଇଛି ଭଲ ହେଇଛି ହେଲେ କ'ଣ ହେଇଛି ତମେ କ'ଣ ମତେ ଦେଖି କିଛି ଜାଣିପାରୁନ ମୁଁ ନା ତମେ ବଞ୍ଚିଛ କିନ୍ତୁ ମୋ ହାତରେ ଶଙ୍ଖା ନାହିଁ ମୋ ମଧ୍ୟରେ ସିନ୍ଦୁର ନାହିଁ ସ୍ୱାମୀ ଥାଉ ଥାଉ ମୁଁ ବିଧବା ହେଇଛି ଏଇଟା କ'ଣ ଭଲ ହେଇଛି? ହଁ ମୁଁ କହୁଛି ଭଲ ହେଇଛି ଭଲ ହେଇଛି ଏଇଟା ମୁନା তুমি কেমিতিকা স্বামী তুমি কোন জানি না স্বামী বচে তা তো স্ত্রী বিধবা হলে স্বামী পাই মঙ্গল নুহে ওই তো তুমি কাল যাও দেখো তাহলে তোমার শাড়ির রঙ বদলে যাইছি তারপরে মো প্রতি ভাবনা বদলে যাব আর সিন্দুর লেগে যাইছি তারপরে মো প্রতি সম্মান কমে যাব তোমার আতুর সংখ্যা ভাঙি যাইছি তারপরে তোমার হৃদয় ভাঙি যাব প্লিজ তুমি চাল যাও তু ମୁଁ କୁଆଡ଼େ ଯିବିନି ମୁଁ ଯଦି ଯିବି ତମ ସାଙ୍ଗରେ ଯିବି ନହେଲେ ତମକୁ ସାଙ୍ଗରେ ନେଇକି ଯିବି ହଁ ବାବୁ ତମ ମରିଆ ଖବର ପାଇଁ ମ୍ୟାଡାମକୁ ବହୁତ ଲୋକ ବହୁତ କଥା କହିଲେ ଏମିତିକି ମ୍ୟାଡାମଙ୍କ ବାପା ମା ବି ଘରୁ ତୋଳିଦେଲେ ମୋ ଗରିବ ଲୋକଟା ଏତେ ବଡ଼ ଘରର ଝିଅକୁ ସମ୍ଭାଳି ପାରୁନି ତମେ ତ ଆସିଛୁ ତମ ସ୍ତ୍ରୀକି ସାଙ୍ଗରେ ନେଇଯାଅ କହିଲି ପରିଶ୍ରମ ସମ୍ଭବ ନୁହଁ ଏବେ ସେ ସମୟ ନୁହଁ କାହିଁକି ସମୟ ନୁହଁ ମୁଁ ନା ତମେ ବୁଝୁ ନା କାହିଁକି ତମେ ମୋ ସ୍ୱାମୀ ମୁଁ ତମ ସ୍ତ୍ରୀ ଏ ଦୟା ତୁ ଠିଆ ହେଇଛୁ କାହିଁକି ତୁ କହିଲୁ ମୋ ପାଇଁ ଗୋଟେ ଶାଢ଼ୀ ନେଇ ଆସିବୁ ହଁ ଶୁଣ ଧଳା ଶାଢ଼ୀ ଆଣିବୁନି ନାଲି ଶାଢ଼ୀ ଆଣିବୁ ଶଙ୍ଖା ସିନ୍ଦୁର ବି ଆଣିବୁ ମୁଁ ଆଜି ସଦବା ହେବି ଆରେ ଠିଆ ହେଇଛୁ କାହିଁକି ଯା ସମ୍ଭବ ନୁହଁ ଏବେ ସେ ସମୟ ନୁହଁ କାହିଁକି ସମ୍ଭବ ନୁହଁ ତମେ ମତେ ଅଳ୍ପ ତ ନବ ମୁଁ ନା ତମେ ମୋ ସ୍ୱାମୀ ମୁଁ ତମ ସ୍ତ୍ରୀ ତମେ ମୋ ସ୍ତ୍ରୀ ନୁହଁ ତମେ ମୋ ସ୍ତ୍ରୀ ହବା ପାଇଁ ଅଯୋଗ୍ୟ ତମେ କାହାର ସ୍ତ୍ରୀ ହବା ପାଇଁ ଅକ୍ଷମ କାହିଁକି ମୁଁ ତମ ସ୍ତ୍ରୀ ନୁହଁ ତମେ କ'ଣ ବେକରେ ବସି ମତେ ବାହା ହେଇନ ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ତମେ କ'ଣ ମୋ ମଥାରେ ସିନ୍ଦୁର ପିନ୍ଧେଇନ ମୁଁ ତ ସେ କଥା ମନା କରୁନି ତାହେଲେ ମତେ ସାଙ୍ଗରେ ନବାକୁ ମନା କାହିଁକି କରୁଛ କାହିଁକି ନା ତମେ ମୋ ସ୍ତ୍ରୀ ହବା ପାଇଁ ଅକ୍ଷମ କାହିଁକି ଅକ୍ଷମ ତମେ ହଉଛ ଗୋଟେ ପଙ୍ଗୁ ଅଥର୍ବ ଅଭିଶପ୍ତ ନାୟିକା ତମେ ମୋ ପାଖରେ ରହିଲେ ନା ମୋ ହାତ ଉପରେ ତମ ହାତକୁ ଧୋଇଦେଲେ ମୁଁ ଖାଲି ଚାଲିଦେଲି ମୁଁ ଦୌଡ଼ିବି ତମେ ମତେ ସାଙ୍ଗରେ ନେଇ ଚାଲ ମୁନା ତା ନହେଲେ ମୁଁ ସତ କହୁଛି ମୁଁ କେବେ ବି ଭଲ ହେବିନି ମୁଁ ମରିଯିବି ମୁନା ମରିଗଲେ ମୁଁ ତ କୌଣସି ହେବିନି ଆମେ ବି କେବଳ ବାହା ହେଇଥିଲେ ଏ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ହେଇନେ ଗୋଟେ ବୋଲି ଭାବରେ କହିବାକୁ ଗଲେ ଆମ ଭିତରେ କୌଣସି ସମ୍ପର୍କ ନାହିଁ ଏମିତି କଥା କହିବାକୁ ତମେ ଯାହା ଯାହା କର ମୁଁ ସବୁ କରିଛି ମୁଁ ହେଲେ ତମେ ଯୋଉଟାକୁ ବିଜ୍ଞାନରେ କହିଲ ମୁଁ ତାକୁ ସାହିତ୍ୟରେ କରିଛି ମାନେ ବିଜ୍ଞାନ ଫୁଲକୁ କାଟି ଛିଡ଼େଇ ପରୀକ୍ଷା ନିରୀକ୍ଷା କରେ ତା ଭିତରେ ବାସ୍ନା କୋଉଠି ଅଛି କିନ୍ତୁ ସାହିତ୍ୟ ଫୁଲର ବାସ୍ନାରେ ବିଭୋର ତାକୁ ତୋଳି ନେଇ ଠାକୁରଙ୍କୁ ମଥାରେ ଦିଏ ହାତରୁ ଖସି ପଡ଼ିଲେ ଗୋଟେକି ମୁଣ୍ଡରେ ମାରେ ଆଉ ବଳି ଗଲେ ନଈସୁରେ ବସାଇ ଦିଏ ମୁଁ ସେମିତି କରିଛି ମ୍ୟାଡାମକୁ ବାଥରୁମରେ ଛାଡ଼ି ବାହାରେ ଜଗି ବସି ଯେମିତି ଗୋଟେ ବାପ ତା ଝିଅର ସୁରକ୍ଷା ପାଇଁ ଜଗି ବସେ ମ୍ୟାଡାମକୁ ଟେକି ଟେକି ଆଣି ଶାଢ଼ୀ ବଦଳାଇଛି ସେମିତି ଠାକୁରାଣୀଙ୍କ ଶାଢ଼ୀ ପୂଜକୁ ବଦଳାଏ ମ୍ୟାଡାମଙ୍କର ଅସମାନ ଅଞ୍ଚଳ ଦେଖି ମୋର ଶାଢ଼ୀ ଶିହରଣ ସୃଷ୍ଟି ହେଇଛି ଯେମିତି ଗୋଟେ ମାର ଛାତି ଦେଖି ଗୋଟେ କଅଳିଆ ପିଲାର ଶିହରଣ ସୃଷ୍ଟି ହୁଏ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଟେକି ନେଇଛି ଯେମିତି ବାପ ତା ଝିଅକୁ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଟେକି ଆଉ ତମ ଭଳି ସନ୍ଦେହ ପୁରୁଷ ମୁଁ ଗୋଟେ ପ୍ରକୃତ ବନ୍ଧୁ ଓକେ କାମ କର ବନ୍ଧୁକୁ ବଧୁ କରିନି ଗୋଟେ ଭଳି ଭାବରେ କହିବାକୁ ଗଲେ ମାକୁ ମାଇପ କରି
ତୁ ମୋତେ ଏଠୁ ନେଇ ଚାଲେ। ମୁଁ ଏଠି ଗୋଟାଏ ମୁହୂର୍ତ୍ତ ବି ରହିବାକୁ ଚାହେଁନି। ଆରେ ମୁଁ ତ ଭାବିଥିଲି ମୋ ସ୍ୱାମୀ ଜଣେ ଦେବତା, କିନ୍ତୁ ଇଏ ତ ଜଣେ ଦାନବ, ଗୋଟେ ରାକ୍ଷସ। ଏମିତିକା ସ୍ୱାମୀର ସ୍ତ୍ରୀ ହେଇ ବଞ୍ଚିବା ଅପେକ୍ଷା ବିଧବା ହେଇ ବଞ୍ଚିବା ବହୁତ ଭଲ। ତମ ଭଳି ଭିନ୍ନକ୍ଷମର ସ୍ୱାମୀ ହେବା ଅପେକ୍ଷା ଏକା ଏକା ବଞ୍ଚିବା ବେଶ ଭଲ। ଶୁଣ, ଆଜିଠୁ ତମେ ମୋ ସ୍ତ୍ରୀ ନୁହଁ, ମତେ ମୁକ୍ତ କରିଦେଇଥିବା। ହିମାଳୟ ପରି ସହ୍ୟ ହଉଥିବା ତମେ ହଉଛ ମୋ ପାଇଁ ଗୋଟେ ବୋଝ। ବୋଝ ତମେ। ବାବୁ ଆପଣ ସେମିତି କୁହନ୍ତୁନି, ଆଜିଟା ବହୁତ ଆପଣ ଭଲ ପାଏ, ସେ ଆପଣଙ୍କ ପାଇଁ ବୋଝ। ବୋଝ ସେ ମୋ ପାଇଁ ଗୋଟେ ସହ୍ୟ ହଉନଥିବା ବୋଝ। ଯାହା ପାଇଁ ଦିନ ରାତି ଗୋଟି କରିଛି, ସେ କହିଲ ମୁଁ ତାର ସତ ବର ବୋଲି। ଯାହା ପାଇଁ ଦିନ ରାତି ଗୋଟି କରିଛି, ସେ କହିଲ ମୁଁ ତାର ସତ ବର ବୋଲି। ବୁଝି ହୁଏ ନାହିଁ ଜୀବନ ଗପ, ଯେତେ ପୁଣ୍ୟ କରୁଛି ମୁଁ ହେଇଯାଏ ପାପ। ଶୁଦ୍ଧ ପର ଦୁନିଆ ମୁଁ ବୁଝିପାରିନି କିଆ। আহিলে জীবন হারে আহা, মতে আজি তাই এতে করিয়া। আহিলে জীবন হারে আহা, আহিলে মতে আজি তাই এতে করিয়া। ଚାଲୁଛି ମୁଁ ବା ଡେଲି ଡେଲି ସେମିତି ସ୍ୱପ୍ନ ଦେଖୁଛି। କିନ୍ତୁ ମୁଁ ଜାଣିଛି ନା ଦୟା, ସେଟା କେବେ ବି ସତ ହବନି। ଆଉ ନା କାହିଁକି ନା এই ସୃଷ୍ଟିର ସବୁଠାରୁ ବଡ ଠକ ହଉଛି ସ୍ୱପ୍ନ, ଯାହା କେବେ ବି ପୂରଣ ହୁଏନି। ତମେ ତ ତମେ ଚେଷ୍ଟା କରୁନ, ଆଉ ଚେଷ୍ଟା କଲେ ହବ ନା। ଆଉ ତମେ ଜମା ଚେଷ୍ଟା କର। ଡାକ୍ତର ବା କହିଲେ ନମିତା ମ୍ୟାଡାମ ଯିଏ ଚେଷ୍ଟା କରିବେ ସେ ଖୁବ୍ କମ୍ ଦିନ ଭିତରେ ଆଶା ବାଡ଼ି ଛାଡ଼ିଦେବେ। ତୁ ସତ୍ୟ କହୁଛୁ? ହଁ। ମୁଁ ଚେଷ୍ଟା କଲେ ଚାଲିପାରିବି। ହଁ, ଚେଷ୍ଟା କଲେ ଚାଲିପାରିବ। ତାହେଲେ ତୁ ମୋ ପାଖରେ ଠିଆ ହବ, ମୁଁ ଚେଷ୍ଟା କରୁଛି। ନା ନା ନା, ମୁଁ ବର୍ତ୍ତମାନ 1ରୁ 100 ପର୍ଯ୍ୟନ୍ତ ଗଣିବି, ତମେ ବିନା ଆଶା ବାଡ଼ିରେ ଠିଆ ହବ। ହଁ। ହଁ, 1ରୁ 100, ତାପରେ 200, ତାପରେ 500, ଧୀରେ ଧୀରେ ବଢିବ। ତମେ କାଢି ଆସ। ମୋତେ ଡର ମାଡୁଛି। ଏଇଠି ବସ, ଏଇଠି ବସ। ଧୀରେ ଧୀରେ ଧୀରେ। ଦୟା ମୋତେ ହବନି। ତମେ ଧୀରେ ଧୀରେ ଠିଆ ହବ। ଆଜି ଦୟା ମୋ ଗୋଡ଼ ଧରୁଛି, ମୁଁ ପାରିବିନି। ପାରିବ, ତା ପାଇଁ ବି ମେଡିସିନ ଅଛି। ମ୍ୟାଡାମ ଜାଣିଛ, ଏ ଦୁନିଆର ସବୁଠୁ ବଡ ଡାକ୍ତର ହଉଛି ଆମ କାଳିଆ ଠାକୁର। ଆଉ ତାର ସବୁଠୁ ବଡ ମେଡିସିନ କଣ ଜାଣିଛ? ତା ଗୀତ। ମୁଁ ତା ଗୀତ ଗାଇବି, ତମେ ଧୀରେ ଧୀରେ ଠିଆ ହବାକୁ ଚେଷ୍ଟା କର। ନିଶ୍ଚିତ ଠିଆ ହେଇପାରିବ। ମୁଁ ଗୀତ ଗାଉଛି, ତମେ ଠିଆ ହବାକୁ ଚେଷ୍ଟା କର। କହ ଚକାଖି ତତେ ପଚାରୁଛି, ବଡ଼ ଦାଣ୍ଡେ ଠିଆ ହୋଇ। ସୁନା ଠାକୁର ସୁନା ସଂସାରକୁ, ସୁନା ଠାକୁର ସୁନା ସଂସାରକୁ, ଚୁନା କଲୁ କାହିଁ ମାଇ। ওঠরে ওঠরে হসনে সবু ভাবি মৌর কাঁথারে কাঁধে মিছে বোঝ। এখন କ'ଣ ମିଛ କହୁ? ତମେ ଦେଖିଲନି କେତେ ଦାମୀ ଦାମୀ ଔଷଧ ସବୁ ଦେଇଛନ୍ତି? ତମେ ନିଶ୍ଚୟ ଭଲ ହେଇଛି। ତୁ ଏତେ ପଇସା କୋଉଠୁ ଆଣୁଛୁ ମୋତେ କହିଲୁ? ମ୍ୟାଡାମ, ମୁଁ ଗୋଟେ ଜାଗାରେ ଚାକିରି ପାଇଯାଇଛି। ନାଟକ ବାଲା ଚାକିରି ପାଇଛି। ସେଠି ଝିଅ ହେଇକି ପାଠ କରୁଛି, ଗୀତ ବି ଗାଉଛି, ସବୁ କରୁଛି। ପଇସା କଣ ହେଲା? ତୁ ଗୀତ ଗାଉଛୁ? ଗାଉଛି। ସେ ସ୍କୁଲ ବେଳରେ ଗୀତ ନା? ସେ ଗୀତ କ'ଣ ସେଠି ଚାଲିବ? ସେଠି ଅଲଗା ଗୀତ ନା କମର୍ସିଆଲ ଗୀତ ସେଠି ଚାଲିଛି।
ସେଠି କଣ କଥା କହୁଛି ଗାଇ ଶୁଣ ଶୁଣ ଗାଇଲୁ ଟିକେ ନା ତମେ ରାଗିବ ନାଇଁ ନାଇଁ ମୁଁ ରାଗିବିନି ତୁ ଗା ରାଗିବନି ତ ନା ମୁଁ ଗାଉଛି ସେଠି ଗାଇ ତା